ନୂଆ ଡିଜିପି ୱାଇବି ଖୁରାନିଆ ହେବା ପରେ ଏବେ ଡିଜି ପାହ୍ୟାର ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ସ୍ତରରେ ବଡ଼ ଧରଣର ଅଦଳବଦଳ ହେବାକୁ ଯାଉଛି। ବର୍ତ୍ତମାନ ଡିଜି ପାହ୍ୟାର 5 ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ ଅଛନ୍ତି। 1988 ବ୍ୟାଚ୍ର ଆଇପିଏସ୍ ଅରୁଣ କୁମାର ରାୟ, ସେ ପ୍ରିଣ୍ଟିଂ, ଷ୍ଟେସନାରୀ ଏବଂ ପବ୍ଲିକେସନର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ। 1989 ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଅଧିକାରୀ ଏଏମ୍ ପ୍ରସାଦ ଜେଲ୍ ଡିଜି ଭାବେ କାର୍ଯ୍ୟ କରୁଥିଲେ, କିନ୍ତୁ ନିକଟରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି। ତାଙ୍କୁ ସିଆରପିଏଫ୍ର ସ୍ୱତନ୍ତ୍ର ଡିଜି ଭାବେ ନିଯୁକ୍ତି ମିଳିଛି। 1989 ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଅଧିକାରୀ ଏମ୍ଏସ୍ ନରୱାଣେ ଗୃହ ବିଭାଗର ଓଏସ୍ଡି ଭାବେ କାର୍ଯ୍ୟରତ। 1990 ବ୍ୟାଚ୍ର ଆଇପିଏସ୍ ଅଫିସର ସୁଧାଂଶୁ ଷଡ଼ଙ୍ଗୀ ଅଗ୍ନିଶମ ଡିଜି ଅଛନ୍ତି। 90 ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଅରୁଣ ଷଡ଼ଙ୍ଗୀ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ନିର୍ଦ୍ଦେଶକ ସହ ଗତ ଡିସେମ୍ବର 31ରୁ ଇନଚାର୍ଜ ଡିଜି ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ଏବେ ଡିଜି ପାହ୍ୟାର ବରିଷ୍ଠ ପୋଲିସ ଅଧିକାରୀଙ୍କ ମଧ୍ୟରୁ କାହାକୁ ମିଳିବ କେଉଁ ଦାୟିତ୍ୱ? ଜେଲ୍ ଡିଜି କିଏ ହେବେ? ଅରୁଣ ଷଡ଼ଙ୍ଗୀଙ୍କୁ କେଉଁ ଦାୟିତ୍ୱ ମିଳିବ? ସୁଧାଂଶୁ ଷଡ଼ଙ୍ଗୀଙ୍କୁ କେଉଁ ଦାୟିତ୍ୱ ଦିଆଯିବ ତାହା ଉପରେ ନଜର ରହିଛି। ଯେକୌଣସି ମୁହୂର୍ତ୍ତରେ ଏ ସମ୍ପର୍କରେ ନିର୍ଦ୍ଦେଶନାମା ଆସିବାର ସମ୍ଭାବନା ରହିଛି। ଆଇପିଏସ୍ ଭଳି ଆଇଏଏସ୍ ସ୍ତରରେ ମଧ୍ୟ ଖୁବ୍ ଶୀଘ୍ର ଅଦଳ ବଦଳ ହେବାକୁ ଯାଉଛି। ବିଭିନ୍ନ ବିଭାଗର ସଚିବମାନେ ବଦଳିବାକୁ ଯାଉଛନ୍ତି। ପୂର୍ବରୁ ମୁଖ୍ୟ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି। ଏହା ସହ ବିଭିନ୍ନ ବିଭାଗର ସଚିବମାନଙ୍କୁ ବଦଳି କରାଯାଇଥିଲା। ଏବେ ଜଳସମ୍ପଦ, ଗୃହ, ସ୍ୱାସ୍ଥ୍ୟ, ପୂର୍ତ୍ତ, ଖାଦ୍ୟ ଯୋଗାଣ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, କୃଷି ବିଭାଗରେ ଅଦଳ ବଦଳ ହେବ କି ନାହିଁ ତାକୁ ଅପେକ୍ଷା କରାଯାଇଛି। କଳିଙ୍ଗ ଟିଭିକୁ ମିଳିଥିବା ସୂଚନା ଅନୁସାରେ ଖୁବ୍ ଶୀଘ୍ର ବିଭିନ୍ନ ବିଭାଗର ସଚିବଙ୍କ ବଦଳି ହେବାକୁ ଯାଉଛି। ଭୁବନେଶ୍ୱରରୁ ପ୍ରୀତିକାନ୍ତ ନାୟକଙ୍କ ରିପୋର୍ଟ, କଳିଙ୍ଗ ଟିଭି।